ସମସ୍ତଙ୍କୁ ପ୍ରାଇଜ୍ ଦ ଲର୍ଡ। ଏ ସନ୍ଧ୍ୟା ସମୟରେ ଆମ୍ଭେମାନେ ବାଇବଲର ସଂକ୍ଷିପ୍ତ ବିବରଣୀକୁ ଆଲୋଚନା କରିବା। ବାଇବଲ ଶବ୍ଦ କେଉଁ ଶବ୍ଦରୁ ଆସିଛି? ବାଇବଲ ଶବ୍ଦ ଗ୍ରୀକ୍ ଶବ୍ଦ ବିବ୍ଲସ୍ରୁ ଆସିଛି ଏବଂ ଏହାକୁ ପୁସ୍ତକ କୁହାଯାଏ। ପୁରାତନ ନିୟମରେ ଖଣ୍ଡବାକ୍ୟ ପରମେଶ୍ୱର କହିଲେ 2000 ଥର ବ୍ୟବହାର କରାଯାଇଅଛି। ନୂତନ ନିୟମରେ ଖଣ୍ଡବାକ୍ୟ ପରମେଶ୍ୱରଙ୍କ ବାକ୍ୟ 40 ଥର ବ୍ୟବହାର ହୋଇଅଛି। ଆମ୍ଭେମାନେ ବାଇବଲକୁ ସମ୍ମାନ ସୂଚକ ଭାବେ ପବିତ୍ର ବାଇବଲ କହୁ, କାରଣ ଧର୍ମଶାସ୍ତ୍ର ସମୂହ ପବିତ୍ର ବୋଲି କୁହାଯାଇ କୁହାଯାଇଥାଏ। ରୋମୀୟ ପୁସ୍ତକ 1 ଅଧ୍ୟାୟର 2 ପଦରେ ଏ ପ୍ରକାର ଲେଖା ଅଛି, ପୁଣି ଈଶ୍ୱର ଆପଣା ପୁତ୍ର ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବବାଦୀମାନଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ। ଏବଂ ଏଠାରେ ଲେଖା ଅଛି ହୋଲି ସ୍କ୍ରିପଚର ଅର୍ଥାତ୍ ଧର୍ମଶାସ୍ତ୍ର, ପବିତ୍ର ଶାସ୍ତ୍ର ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ପବିତ୍ର ବାକ୍ୟ ଅଟେ। ଏବଂ ଆଉ ଗୋଟିଏ ପର୍ବ ମୁଁ ଆପଣମାନଙ୍କ ନିମନ୍ତେ ପଢ଼ିବା ପାଇଁ ଚାହେଁ। 2 ତିମୋଥୀ 3 ଅଧ୍ୟାୟର 15 ପଦ ଏଠାରେ ଏ ପ୍ରକାର ଲେଖା ଅଛି, ପୁଣି ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟକାଳଠାରୁ ଜ୍ଞାତ ଅଛ। ଏବଂ ଏଠାରେ ମଧ୍ୟ ଧର୍ମଶାସ୍ତ୍ର ଅର୍ଥାତ୍ ହୋଲି ସ୍କ୍ରିପଚର ପବିତ୍ର ବାକ୍ୟ ରୂପେ ଉଲ୍ଲେଖ କରାଯାଇଅଛି। ଏବଂ ଏହି ବାକ୍ୟ ତିମୋଥୀଙ୍କ ମା ଏବଂ ତାଙ୍କର ଗ୍ରାଣ୍ଡ ମା ତିମୋଥୀଙ୍କୁ ତାଙ୍କର ବାଲ୍ୟକାଳରୁ ହିଁ ଏହି ଧର୍ମଶାସ୍ତ୍ର ଅର୍ଥାତ୍ ପୁରାତନ ନିୟମରୁ ତିମୋଥୀଙ୍କୁ ଶିକ୍ଷା ପ୍ରଦାନ କରିଥିଲେ। ଏବଂ ଆଉ ଗୋଟିଏ ପର୍ବ ମୁଁ ଆପଣମାନଙ୍କ ନିମନ୍ତେ ପଢ଼ିବା ପାଇଁ ଚାହେଁ। ମାଥିଉ ଲିଖିତ ସୁସମାଚାର, ଯେଉଁଠାରେ ଯୀଶୁ ପୁରାତନ ନିୟମର ଲେଖାଗୁଡ଼ିକକୁ ଶାସ୍ତ୍ର କହୁଥିଲେ। ମାଥିଉ ଲିଖିତ ସୁସମାଚାର 22 ଅଧ୍ୟାୟର 29 ପଦ ମୁଁ ଆପଣମାନଙ୍କ ନିମନ୍ତେ ପଢ଼ିବି। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଧର୍ମଶାସ୍ତ୍ର ପୁଣି ଈଶ୍ୱରଙ୍କ ଶକ୍ତି ମଧ୍ୟ ନ ଜାଣି ଭ୍ରାନ୍ତ ହେଉଅଛ। ଏବଂ ଯୀଶୁ ମଧ୍ୟ ନିଜେ ପୁରାତନ ନିୟମକୁ ଧର୍ମଶାସ୍ତ୍ର ବୋଲି କହିଥିଲେ ଅର୍ଥାତ୍ ସମ୍ବୋଧନ କରିଥିଲେ। ଏବଂ ଆଉ ଗୋଟିଏ ପଦ ମୁଁ ଆପଣମାନଙ୍କ ନିମନ୍ତେ ପଢ଼ିବା ପାଇଁ ଚାହେଁ। ଯୋହାନ ଲିଖିତ ସୁସମାଚାର 20 ଅଧ୍ୟାୟର 9 ପଦ ମୁଁ ଆପଣମାନଙ୍କ ନିମନ୍ତେ ପଢ଼ିବା ପାଇଁ ଚାହେଁ। ଏଠାରେ ପ୍ରକାର ଉଲ୍ଲେଖ କରାଯାଉଛି, କାରଣ ମୃତମାନଙ୍କ ମଧ୍ୟରୁ ତାହାଙ୍କୁ ଯେ ଉତ୍ଥାନ କରିବାକୁ ହେବ, ଧର୍ମଶାସ୍ତ୍ରର ଏହି ବାକ୍ୟ ସେମାନେ ସେ ପର୍ଯ୍ୟନ୍ତ ବୁଝିନଥିଲେ। ଏହି ଧର୍ମଶାସ୍ତ୍ର ଶବ୍ଦଟି ପ୍ରାୟତଃ ବାଇବଲରେ 4 ଥର ବ୍ୟବହାର କରାଯାଇଅଛି। ପବିତ୍ର ଶାସ୍ତ୍ର ରୂପେ ବ୍ୟବହାର କରାଯାଇଅଛି ଏବଂ ପବିତ୍ର ବାଇବଲ ଭାବରେ ଗୋଟିଏ ଥର ବ୍ୟବହାର କରାଯାଇଅଛି ଏବଂ ଈଶ୍ୱରଙ୍କ ବାକ୍ୟ ଭାବରେ ଏହାକୁ ଗୋଟିଏ ଥର ବ୍ୟବହାର କରାଯାଇଅଛି। ମୁଁ ଆପଣମାନଙ୍କ ନିମନ୍ତେ ପଢ଼ିବି 2 କରିନ୍ଥୀୟ 4 ଅଧ୍ୟାୟର 2 ପଦ। ଏଠାରେ ଏ ପ୍ରକାର ଲେଖାଯାଇଅଛି, ଦୟାକରି ଆପଣମାନଙ୍କର ଧର୍ମଶାସ୍ତ୍ର ଖୋଲନ୍ତୁ। 2 କରିନ୍ଥୀୟ 4 ଅଧ୍ୟାୟର 2 ପଦ, ମାତ୍ର ଆମ୍ଭେମାନେ ଲଜ୍ଜାଜନକ ଗୁପ୍ତ ବିଷୟ ସବୁ
ପରିତ୍ୟାଗ କରିଅଛୁ, ଏଣୁ ଆମ୍ଭେମାନେ ଧୃତତାରେ ଆଚରଣ କରୁନାହୁଁ ଅବା ଈଶ୍ୱରଙ୍କ ବାକ୍ୟ ଛଳରେ ବ୍ୟବହାର କରୁନାହୁଁ। ଏବଂ ଏଠାରେ ପ୍ରେରିତ ପାଉଲ ପବିତ୍ର ବାକ୍ୟକୁ ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟକୁ, ଧର୍ମଶାସ୍ତ୍ରକୁ ଈଶ୍ୱରଙ୍କ ବାକ୍ୟ ରୂପେ ମୁଁ ଆପଣମାନଙ୍କୁ କରିଛନ୍ତି ଏ ସନ୍ଦେଶ ସମୟରେ ଉପସ୍ଥାପନ କଲି। ପବିତ୍ର ଶାସ୍ତ୍ର ବାଇବଲରେ 4 ଥର ବ୍ୟବହାର କରାଯାଇଅଛି। ଈଶ୍ୱରଙ୍କ ବାକ୍ୟ ଗୋଟିଏ ଥର ବ୍ୟବହାର କରାଯାଇଛି। ପବିତ୍ର ବାଇବଲ ଗୋଟିଏ ଥର ବ୍ୟବହାର କରାଯାଇଛି। କାରଣ ଏହି ଧର୍ମଶାସ୍ତ୍ର ପବିତ୍ର ବ୍ୟକ୍ତିଙ୍କ ଠାରୁ ଆମ୍ଭେମାନେ ପ୍ରାପ୍ତ ହୋଇଅଛୁ। ତେଣୁ ଏହି ବାକ୍ୟ ପବିତ୍ର ଅଟେ। ବାଇବଲ ପ୍ରକାଶ କରେ ଏକ ଈଶ୍ୱର ସମସ୍ତର ସୃଷ୍ଟିକର୍ତ୍ତା। ଆଦି ପୁସ୍ତକ 1 ଅଧ୍ୟାୟର 1 ପଦ। ବାଇବଲ ଆଦି ପୁସ୍ତକ 1 ଅଧ୍ୟାୟର 1ରେ ପ୍ରାରମ୍ଭିକ ପରିଚୟ ଠାରୁ ପ୍ରକାଶିତ 22 ଅଧ୍ୟାୟର 21ର ଶେଷ ପର୍ଯ୍ୟନ୍ତ ଏକ ପୁସ୍ତକ ଈଶ୍ୱରଙ୍କ ଅନୁଗ୍ରହର ଯୋଜନା ପ୍ରକାଶ କରୁଛି। ବାଇବଲ ହେଉଛି ଈଶ୍ୱର ତାହାଙ୍କ ପ୍ରଶଂସା ଗୌରବ ନିମନ୍ତେ ମନୁଷ୍ୟକୁ ପାପରୁ ଉଦ୍ଧାର ମୁକ୍ତି ଦେବା ବିଷୟକ ବିବରଣୀ ଏବଂ ବୃତ୍ତାନ୍ତ ତାହାଙ୍କ ପ୍ରଶଂସା ଗୌରବ ନିମନ୍ତେ ମନୁଷ୍ୟକୁ ପାପରୁ ଉଦ୍ଧାର ମୁକ୍ତି ଦେବା ବିଷୟକ ବିବରଣୀ ବାଇବଲ ପୁଙ୍ଖାନୁପୁଙ୍ଖ ଭାବରେ ପ୍ରକାଶ କରେ। ମୁଁ ବିଶ୍ୱାସ କରେ ଆପଣମାନେ ଏ ସନ୍ଦେଶ ସମୟରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆପଣମାନେ ଶିଖିଛନ୍ତି। ଯଦି ଆପଣମାନେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ସନ୍ଦେଶ ସମୟରେ ଶିଖିଲେ ଅର୍ଥାତ୍ ଶିଖିଛନ୍ତି ଏହି ଛୋଟିଆ ଅର୍ଥାତ୍ ସଂକ୍ଷିପ୍ତ ପ୍ରେଜେଣ୍ଟେସନ୍ ଦ୍ୱାରା, ତାହେଲେ ଦୟାକରି ଆପଣମାନେ ଏହି ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କରିବା ପାଇଁ ଭୁଲିବେ ନାହିଁ। ଏ ଭିଡ଼ିଓକୁ ଲାଇକ୍ କରନ୍ତୁ, ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ, ଯେପରି ଆପଣମାନେ ଆଗାମୀ ଦିନରେ ମଧ୍ୟ ନୂତନ ଭିଡ଼ିଓ ଗୁଡ଼ାକ ଆପଣମାନେ ଏ ଚ୍ୟାନେଲ ମାଧ୍ୟମରେ ଦେଖିବେ ଏବଂ ପ୍ରଭୁଙ୍କର ବାକ୍ୟ ଶିଖିପାରିବେ ଏବଂ ପ୍ରଭୁଙ୍କର ଆଶୀର୍ବାଦର ପାତ୍ରପାତ୍ରୀ ହୋଇପାରିବେ ଏବଂ ଆତ୍ମିକ ଜୀବନରେ ଅଭିବୃଦ୍ଧି ହୋଇପାରିବେ। ପ୍ରଭୁ ଆପଣ ପ୍ରତ୍ୟେକଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପୁଣି ଥରେ ଆପଣ ପ୍ରତ୍ୟେକଙ୍କୁ ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ ଅଲ୍। ଆମେନ୍।